ବାସ୍ତବ ସତ୍ୟ ଘଟଣା। ସଂସାରରେ ମଣିଷ ମନ ଅନୁସାରେ ଚଳେ। ତେଣୁ ମନ ଯୋଗୁଁ ଶରୀର ସଦା ଡର। ଅଳ୍ପ ସମୟ ପରେ ତୁମେ ମୃତ୍ୟୁକୁ ସମ୍ମୁଖୀନ ହେବ। ଏହା ତୁମର ମନ ଜାଣେ ନାହିଁ, କିନ୍ତୁ ତୁମର ସ୍ୱୟଂସ୍ଥିତି ଏବଂ ଆତ୍ମସତ୍ତା ତାହା ଜାଣେ। ତୁମେ ଯଦି ମନ ଅନୁସାରେ ଜୀବନରେ ସଦା ଚଳୁଥାଅ, ମୃତ୍ୟୁ କବଳରୁ ତୁମେ ରକ୍ଷା କରିପାରିବ ନାହିଁ। କିନ୍ତୁ ତୁମେ ଯଦି ସ୍ୱୟଂସ୍ଥିତିରେ ଅବସ୍ଥାନ କରିବାକୁ ସେହି ସମୟରେ ଅସୀମ ଧୈର୍ଯ୍ୟ ଅବଲମ୍ବନ କର, ମୃତ୍ୟୁ ନିକଟରୁ ବଞ୍ଚିଯିବ। କାରଣ ତୁମର ସ୍ୱୟଂସ୍ଥିତି ଆତ୍ମସତ୍ତା ଅମର, ଯାହାକୁ ମୃତ୍ୟୁ କବଳିତ କରିପାରେ ନା। ଏହା ଇଷ୍ଟଚିନ୍ତନ ବା ଇଷ୍ଟନାମ ଦ୍ୱାରା ସମ୍ଭବ ହୋଇଥାଏ। ତୁମର ମନ ଏବଂ ଶରୀର ସ୍ୱୟଂସ୍ଥିତିରେ ନିବେଶ କରାଇ ଧୈର୍ଯ୍ୟ ସହିତ ସାକ୍ଷୀ ଭାବରେ ଅବସ୍ଥାନ କର, ନିଶ୍ଚୟ ମୃତ୍ୟୁ ମୁଖରୁ ବଞ୍ଚିଯିବ।